ଶନି ମହାଗ୍ରହ ଗ୍ରହ ଜଗତର ସବୁଠାରୁ ନିଷ୍ଠୁର ଏବଂ କ୍ରୂର ଗ୍ରହ। ଶନି ଅନ୍ୟ କୌଣସି ଗ୍ରହମାନଙ୍କର ସାହାଯ୍ୟ ନ ନେଇ ପ୍ରାଣୀକୁ ମୃତ୍ୟୁଦଣ୍ଡ ମଧ୍ୟ ପ୍ରଦାନ କରିପାରନ୍ତି। ସେଥିପାଇଁ ଜାତକରେ ଶନିଙ୍କ ନାଁ ଶୁଣିଲେ ବ୍ୟକ୍ତିର ମନ ମଧ୍ୟରେ ଅହେତୁକ ଭୟ ସୃଷ୍ଟି ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ଜାଣିବା ବକ୍ରୀ ଶନିଙ୍କ ବିଷୟରେ। ଜ୍ୟୋତିଷ ଶାସ୍ତ୍ରରେ ବକ୍ରୀ ଶନିର ଅର୍ଥ ହେଲା ଶନିଙ୍କର ଓଲଟା ଗତି। କିନ୍ତୁ ପ୍ରକୃତରେ ଗ୍ରହମାନେ ଓଲଟା ଦିଗରେ ଗତି କରିନଥାନ୍ତି। ଏହି ସମୟରେ ଗ୍ରହଗୁଡ଼ିକ ପୃଥିବୀର ନିକଟତର ହୋଇଥାନ୍ତି। ତେଣୁ ସେହି ନ୍ୟାୟରେ ଶନି ବର୍ତ୍ତମାନ ପୃଥିବୀର ଅତି ନିକଟରେ ଅବସ୍ଥାନ କରୁଛନ୍ତି। ଗ୍ରହଗୁଡ଼ିକ ପୃଥିବୀର ନିକଟରେ ଅବସ୍ଥାନ କରିବା ସମୟରେ ପ୍ରାୟତଃ ଡବଲ ବା ଦୁଇଗୁଣା ଫଳ ପ୍ରଦାନ କରିଥାନ୍ତି। ଚଳିତ 2026 ମସିହା ଜୁଲାଇ ମାସ 27 ତାରିଖ ଠାରୁ ଶନି ମୀନ ରାଶିରେ ବକ୍ରୀ ହୋଇଛନ୍ତି। ଶନିଙ୍କର ମୀନ ରାଶିରେ ଏହି ବକ୍ର ଗତି 2026 ମସିହା ଡିସେମ୍ବର ମାସ 11 ତାରିଖ ପ୍ରାୟ 138 ଦିନ ପର୍ଯ୍ୟନ୍ତ ଲାଗି ରହିବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦ୍ୱାଦଶ ରାଶିଚକ୍ରର ଦଶମ ରାଶି ମକର ରାଶି ଓ ଏକାଦଶ ରାଶି କୁମ୍ଭ ରାଶିର ଅଧିପତି ହେଲେ ଶନି। ଜ୍ୟୋତିଷ ଶାସ୍ତ୍ରରେ ଶନିକୁ କର୍ମଫଳଦାତା ଏବଂ ନ୍ୟାୟପରାୟଣ ଗ୍ରହ ରୂପେ ଗ୍ରହଣ କରାଯାଇଅଛି। ପ୍ରତ୍ୟେକ ବ୍ୟକ୍ତିର ଜୀବନର ପ୍ରତ୍ୟେକ ଛୋଟ ବଡ଼ କର୍ମର ହିସାବ ଶନି ରଖିଥାନ୍ତି ଏବଂ ସେହି ଅନୁସାରେ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିଥାନ୍ତି। କୌଣସି ପ୍ରକାର ପାତର ଅନ୍ତର ନ ଦେଖାଇ ବା ନ କରି ଶନି ପ୍ରତ୍ୟେକ ପ୍ରାଣୀକୁ ସେମାନଙ୍କର କର୍ମର ଫଳ ପ୍ରଦାନ କରିଥାନ୍ତି। ବ୍ୟକ୍ତି କରିଥିବା ଭଲ କର୍ମର ଫଳ ପୁରସ୍କାର ରୂପେ ଶନି ବ୍ୟକ୍ତିକୁ ପ୍ରଦାନ କରନ୍ତି, ତ ଭୁଲ କର୍ମ ପାଇଁ ଦଣ୍ଡ ମଧ୍ୟ ପ୍ରଦାନ କରିଥାନ୍ତି। ଏପରିକି ଜ୍ୟୋତିଷ ଶାସ୍ତ୍ରରେ 9 ଗୋଟି ଗ୍ରହମାନଙ୍କ ମଧ୍ୟରୁ କେବଳ ଶନିକୁ ବିଶେଷ ମାରକ କ୍ଷମତା ଦିଆଯାଇଅଛି। ଅର୍ଥାତ୍ ଶନି ଅନ୍ୟ କୌଣସି ଗ୍ରହମାନଙ୍କର ସାହାଯ୍ୟ ନ ନେଇ ମଧ୍ୟ ପ୍ରାଣୀକୁ ମୃତ୍ୟୁଦଣ୍ଡ ପ୍ରଦାନ କରିପାରନ୍ତି। ସେଥିପାଇଁ ଜାତକରେ ଶନିଙ୍କ ନାଁ ଶୁଣିଲେ ବ୍ୟକ୍ତିର ମନ ମଧ୍ୟରେ ଅହେତୁକ ଭୟ ସୃଷ୍ଟି ହୋଇଥାଏ। ଜାତକରେ ଶନି ଅଶୁଭ ଭାବର ଅଧିପତି ଅଥବା ଅଶୁଭ ଭାବରେ ଅବସ୍ଥାନ କରିଥିଲେ ପ୍ରାଣୀ ତାର ଜୀବନରେ କଠିନ ସଂଘର୍ଷ କରି ମଧ୍ୟ ଦୁଃଖ ପାଇଥାଏ। କିନ୍ତୁ ଜାତକ ଚକ୍ରରେ ଯଦି ଶନି ଶୁଭ ଭାବରେ ଅବସ୍ଥାନ କରିଥାନ୍ତି, ତେବେ ବ୍ୟକ୍ତିଙ୍କୁ ପ୍ରଚୁର ଅର୍ଥ ଓ ସମ୍ପତ୍ତି ପ୍ରଦାନ କରି ରାଜା ମଧ୍ୟ କରିଦେଇଥାନ୍ତି। ଏହାଛଡ଼ା ଜାତକ ଚକ୍ର ଉପରେ ଶନିଙ୍କର ଅନ୍ୟ ଏକ ବିଶେଷ ପ୍ରଭାବ ମଧ୍ୟ ରହିଥାଏ। ଜାତକ ଚକ୍ରରେ ଚନ୍ଦ୍ର ଥିବା ରାଶିର ଦ୍ୱାଦଶ, ଲଗ୍ନ ଓ ଦ୍ୱିତୀୟ ଭାବରେ ଶନି ଗୋଚର ଅଥବା ଭ୍ରମଣ କଲାବେଳେ ଏହା ଜାତକ ଉପରେ ଶନି ସତ୍ତା ସୃଷ୍ଟି କରିଥାଏ। ଅର୍ଥାତ୍ ଶନି ଏହି 3 ଗୋଟି ରାଶିକୁ ଅତିକ୍ରମ କରିବା ପାଇଁ ପ୍ରାୟ 7.5 ବର୍ଷ ସମୟ ନେଉଥିବାରୁ ଏହାକୁ ଶନି ସପ୍ତା ବା ଶନି 7.5 ବୋଲି କୁହାଯାଇଥାଏ। ଏଠାରେ ସୂଚାଇ ଦେବାକୁ ହେବ, ଶନି ଗୋଟିଏ ରାଶିରେ ପ୍ରାୟ 2.5 ବର୍ଷ ଧରି ଅବସ୍ଥାନ କରିଥାନ୍ତି। ଶନି ସପ୍ତା ଭୋଗ ସମୟରେ ବ୍ୟକ୍ତିର ଜୀବନରେ ବ୍ୟାପକ ପରିବର୍ତ୍ତନ ଘଟିଥାଏ। ଏହା ବ୍ୟତୀତ ଶନି ଜାତକ ଚକ୍ରର ଚନ୍ଦ୍ର ଥିବା ରାଶିର ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ବିଚରଣ କଲେ ଏହାକୁ ଶନି ଢାଇଆ ଭୋଗ ହେଉଛି ବୋଲି ଜ୍ୟୋତିଷୀୟ ଭାଷାରେ କୁହାଯାଏ। ଚତୁର୍ଥ ଶନି ସ୍ୱାସ୍ଥ୍ୟ ହାନିର କାରକ ହୋଇଥିବା ବେଳେ ଅଷ୍ଟମ ଶନି ଦୁର୍ଘଟଣାର କାରଣ ହୋଇଥାନ୍ତି।
ଶନିଙ୍କର ଏହିସବୁ ସ୍ଥିତିକୁ ବିଚାର କରି ଆଗାମୀ ଏପିସୋଡ୍ ମାନଙ୍କରେ ପ୍ରକାଶ କରିବା ଶନିଙ୍କର ଏହି ବକ୍ରଗମନ ବା ଓଲଟା ଗତି ଯୋଗୁଁ ଦ୍ୱାଦଶ ରାଶିଚକ୍ରର କେଉଁ ରାଶି କ'ଣ ସବୁ ଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।